ଜୟ ଲିଙ୍ଗରାଜ ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ, ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣୀକୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ରାମେଶ୍ୱର ମନ୍ଦିର ହେଉଛି ପ୍ରଭୁ ଲିଙ୍ଗରାଜଙ୍କର ମାଉସୀ ମା ମନ୍ଦିର। ସେଠାରେ ପ୍ରଭୁ 5 ଦିନ ଅବସ୍ଥାନ କରିଥାନ୍ତି। ପଞ୍ଚମ ଦିନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ଏହି ରଥର ଉଚ୍ଚତା ପାଖାପାଖି 35 ଫୁଟ ଥାଏ ଏବଂ 4ଟି ଚକା ବିଶିଷ୍ଟ। ରଥର ନାମକରଣ କରାଯାଇଛି ରୁକୁଣୀ ବା ରୁକୁଣା ରଥ। ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣ-ଲେଉଟା। ଯେଉଁଭଳି ଭାବରେ ଲିଙ୍ଗରାଜ ମନ୍ଦିର ଠାରୁ ରଥକୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଟଣା ହୋଇଥାଏ, ଠିକ୍ ସେହିଭଳି ଭାବେ ପୁନର୍ବାର ପଛପଟୁ ରାମେଶ୍ୱର ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିରକୁ ପ୍ରଭୁ ଫେରି ଆସିଥାନ୍ତି। ସେଥିପାଇଁ ଢଗ ଅଛି ବା କଥାର ଅଛି, ରୁକୁଣା ରଥ ଅଣ-ଲେଉଟା ଆଉ ନ ଫେରେ। ତେଣୁକରି ଏ ରଥର ସାରଥୀ ହେଉଛନ୍ତି ପ୍ରଭୁ ବ୍ରହ୍ମା। ଜୟ ଲିଙ୍ଗରାଜ।